କର୍ମକର୍ତ୍ତାଗଣ ପୁଣି ବିଭିନ୍ନ ମଣ୍ଡଳୀରୁ ଆସିଥିବା ପ୍ରମୁଖ ଅଭିଷିକ୍ତ ଦାସମାନଙ୍କୁ ପୁଣି ଅଭିଷିକ୍ତ ଦାସ ପରିଚାଳକଙ୍କୁ ଉପାସକ ମଣ୍ଡଳୀକୁ ମୋର ଆନ୍ତରିକ ନମସ୍କାର। ପ୍ରଭୁଙ୍କୁ ମୁଁ ବିଶେଷ ଧନ୍ୟବାଦ ଦିଏ, କାରଣ ପ୍ରଭୁ ଆମମାନଙ୍କୁ ଦୟାକରି ଏ ଯାଏ ବଞ୍ଚାଇ ରଖିଅଛନ୍ତି। ଗତକାଲି ମୁଁ ପ୍ରକାଶ କରିଥିଲି ଯେ କେଉଁ ସକାଶୁ ଆମମାନେ ଏହିପରି ଆୟୋଜନ ନଚେତ ମାନତ କରିଥିଲୁ। ଆଉ ଗତ 2024 ବର୍ଷ ଅକ୍ଟୋବର ମାସରେ ମୋ ପୁଅଙ୍କ ଦେହ ହଠାତ୍ ଖରାପ ହେଲା ମାନେ ଏତେ କମ୍ ବୟସରେ ସେ କଥାବାର୍ତ୍ତା କରିପାରୁଥିଲେ, ବହୁତ ଫ୍ଲୁଏନ୍ସି ସହିତ କଥାବାର୍ତ୍ତା କରିପାରୁଥିଲେ। କିନ୍ତୁ ହଠାତ୍ ଅକ୍ଟୋବର 24 ତାଙ୍କ ଜନ୍ମଦିନ, ତାଙ୍କ ଜନ୍ମଦିନର ସପ୍ତାହଟି ପୂର୍ବରୁ ତାଙ୍କର କଥାବାର୍ତ୍ତାର ସକ୍ଷମତା କମିଗଲା, ଧୀରେ ଧୀରେ ହ୍ରାସ ପାଇବାକୁ ଲାଗିଲା। ତ ଆମମାନେ ବହୁତ ଚିନ୍ତା କରୁଥିଲୁ ଯେ କାଳେ ବୋଧେ ଆଉ ଏ କଥା କହିପାରିବ ନାହିଁ। ଆଉ ଆମମାନେ ପ୍ରାର୍ଥନା କରୁଥିଲୁ, ପୁଣି ଅତି କାକୁତି ସହିତ ମଧ୍ୟ ପ୍ରଭୁଙ୍କଠାରେ ନିବେଦନ କରୁଥିଲୁ। ଆଉ ସେହି ସପ୍ତାହ ପୁଣି 2 ସପ୍ତାହ ଗଲା ପରେ ପୁନର୍ବାର ପ୍ରଭୁ ତାଙ୍କୁ ସୁସ୍ଥତା ପ୍ରଦାନ କଲେ। କୌଣସି ମେଡ଼ିକାଲ ଚେକଅପ୍ ଦ୍ୱାରା ନୁହଁ, ପ୍ରାର୍ଥନା କରୁ କରୁ ପ୍ରଭୁ ଆଶ୍ଚର୍ଯ୍ୟ ଭାବରେ ବିଭିନ୍ନ ପ୍ରଭୁଙ୍କ ଦାସଦାସୀମାନେ ପ୍ରାର୍ଥନା କଲେ। ପୁଣି ପ୍ରଭୁ ତାଙ୍କୁ ଆଶ୍ଚର୍ଯ୍ୟ ଭାବରେ ତାଙ୍କୁ ପୁନର୍ବାର କଥା କହିବାର ସକ୍ଷମତା ପ୍ରଦାନ କଲେ। ଆଉ ତାହା ପ୍ରକାଶ କରିବା ନିମନ୍ତେ ବିଶେଷ କରି ମୋ ସ୍ତ୍ରୀ ତାଙ୍କ ମନରେ ଆଉ ସମ୍ମିଳନୀ ସମ୍ମୁଖରେ ତାହା ପ୍ରକାଶ କରିବା ନିମନ୍ତେ ପ୍ରଭୁଙ୍କ ଗୌରବ ସକାଶୁ ମାନତ ମନାସିଥିଲେ ଯେ ପ୍ରଭୁ ସୁସ୍ଥତାକାରୀ ପରମେଶ୍ୱର, ଆଉ ପ୍ରଭୁ ଦୟାକରି ତାଙ୍କୁ ପୁନର୍ବାର କଥା କହିବାର ସକ୍ଷମ କରିଛନ୍ତି। କିନ୍ତୁ 2025 ସାଲର ଅକ୍ଟୋବର ମାସରେ ମଧ୍ୟ ଯେଉଁଥିପାଇଁ ଆମେ ଏହି ପ୍ରାର୍ଥନା ମିଟିଂ ରଖିବାକୁ ସ୍ଥିର କରିଥିଲୁ, କିନ୍ତୁ ସେତେବେଳେ ମଧ୍ୟ ତାଙ୍କର କଥା କହିବାର ଶୈଳୀ ଆହୁରି ସେମିତି ହେଲା। କିନ୍ତୁ ପୁନର୍ବାର ପ୍ରଭୁ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥତା ଦେଲେ। ଆଉ ସେହି ସମୟରେ ହିଁ ମୋ ଶ୍ୱଶୁରକୁ ଆମ ହରେଇଲୁ। ତେଣୁ ଏ ପ୍ରାର୍ଥନା ମିଟିଂ ସ୍ଥଗିତ ରଖାଗଲା। କିନ୍ତୁ ପ୍ରଭୁ ଦୟା ଅନୁଗ୍ରହ କରି ପୁନର୍ବାର ପରିବାରକୁ ଦୟା କଲେ ଏହା ପୂର୍ଣ୍ଣ କରିବା ପାଇଁ। ପୁଣି ବିଶେଷ କରି ସମ୍ମିଳନୀ ଆମମାନଙ୍କର ଅନୁରୋଧ ରକ୍ଷା କରି ଆମମାନଙ୍କର ସୁବିଧାକୁ, ଆମମାନଙ୍କର ସମସ୍ୟାକୁ ଜାଣି ଆମମାନଙ୍କର ଅନୁରୋଧ ରକ୍ଷା କଲେ, ପୁଣି ଏହି ସୁଯୋଗ ଦେଲେ। ତେଣୁ ପ୍ରଭୁଙ୍କ କତିରେ ଧନ୍ୟବାଦ ଦେଉଛୁ, ସେମାନଙ୍କ କତିରେ ମଧ୍ୟ ଧନ୍ୟବାଦ ଜ୍ଞାପନ କରୁଅଛୁ। ଆମେ ବିଶେଷ ଅନୁରୋଧ କରୁଅଛୁ, ଆପଣମାନେ ଆମମାନଙ୍କ ପରିବାରକୁ ପ୍ରାର୍ଥନା ଭିତରେ ଧରିବେ। ଧନ୍ୟବାଦ। ଆମେ ସମସ୍ତେ ଶୁଣିଛୁ। ଏହି ସମୟରେ ପ୍ରତ୍ୟେକ ବାଳକମାନଙ୍କୁ ମୁଁ ଅନୁରୋଧ କରେ ଦୟାକରି ସମ୍ମୁଖକୁ ଆସିବେ। ପ୍ରିୟ ପରିବାର ଉପରେ ମାନତକାରୀ ପରିବାର ନିମନ୍ତେ ପବିତ୍ର ଧର୍ମଶାସ୍ତ୍ରରୁ ମୁଁ କିଛି ଅଂଶ ପାଠ କରିବି। ତାହା ହେଲା ଗୀତ ସଂହିତା 20 ଗୀତ ଆରମ୍ଭରୁ 5 ପଦର ଶେଷ ଯାଏ ମୁଁ ପାଠ କରୁଛି। ସଦାପ୍ରଭୁ ସଙ୍କଟ ଦିନରେ ତୁମକୁ ଉତ୍ତର ଦିଅନ୍ତୁ। ଜାକୁବର ପରମେଶ୍ୱରଙ୍କ ନାମ ତୁମକୁ ଉଚ୍ଚରେ ସ୍ଥାପନ କରି ସେ ପବିତ୍ର ସ୍ଥାନରୁ ତୁମର ସାହାଯ୍ୟ ପଠାନ୍ତୁ।